ହ୍ୟାଲୋ ହାଏ ସାଙ୍ଗମାନେ ମୁଁ ମୁନା ପୁଣି ଥରେ ନେକ୍ସଟ ଏକ ନୂଆ ବ୍ଲଗ୍ ଭିଡ଼ିଓ। ଆଜି ହେଉଛି ମାର୍ଚ୍ଚ ମାସ 6 ତାରିଖ। ଆଉ 6 ତାରିଖରେ ଆଜି ଚାଲିଛି ଆମର ନୂତନ ଗ୍ରହର ପ୍ରତିଷ୍ଠା। ଆଉ ରାତି 4ଟାରୁ ସମସ୍ତେ ଉଠି ଲାଗିଛନ୍ତି ଯେ ଯାର କାମରେ। ଆଉ କାମରେ ସବୁ ଫୁଲ ଫୁଲ ଗନ୍ଥା ଗନ୍ଥି ସବୁ କାଲି ରାତିରେ ଆମେ କରିଦେଇଥିଲୁ। ଆଉ ସକାଳକୁ ଯେଉଁ ଉଠିକି ସବୁ ଯେ ଯାର କାମରେ ସବୁ ଲାଗିଛନ୍ତି ରାତି ପାଇନି, ରାତି ମାନେ ଅନ୍ଧାରରେ ସେତେ ବି ଆମ କାମ ଚାଲିଛି। ଚାଲ ଆମେ ସମ୍ପୂର୍ଣ୍ଣ ଭିଡ଼ିଓ ଆପଣମାନଙ୍କୁ ଦେଖେଇବି। ଭଲ ଲାଗିଲେ ଲାଇକ୍ କରିବେ। ରାତିଠୁ ଆମେ ସବୁ ଫୁଲ ଫୁଲ ସବୁ ସଜେଇ ରଖିଥିଲୁ। ରାତି 4ଟାରୁ ଉଠିକି ଆମେ ବେଲୁନ୍ ଫେଲୁନ୍ ସବୁ ଟଙ୍ଗା ଟଙ୍ଗି ଚଲେଇଛି। ସେପଟେ ଆମ ଭିଣେଇ ବାବୁ ତର ଫୁଙ୍କୁଛନ୍ତି, ଏପଟେ ମୋ ଭଉଣୀ ଟଙ୍ଗେଉଛି। ଆଉ ଏପଟରେ ପନିପରିବା ସବୁ ମପା ମପି ଚାଲିଛି। ଆଉ କଟାକଟି ହେବ। ରାତି 4ଟାରୁ ଉଠି ସେ ମପା ମପି କରିଦେଉଛନ୍ତି, କାହିଁକିନା ସମସ୍ତେ ଆଉ ଲାଗିନାହାନ୍ତି ଏଠି। ପ୍ରାୟ ଲୋକ ଉଠିଛନ୍ତି, କିଏ ଉଠି ନାହାନ୍ତି। ସେଥିପାଇଁ ଆମେ ଆଗୁତୁରା ଦାଦା ତାର ଏପଟରେ ମଟର ଫଟର ସବୁ ଛଡ଼େଇକି ରେଡ଼ି କରିଦେଉଛନ୍ତି। ଆମର ସବୁ ବେଲୁନ୍ ଫେଲୁନ୍ ସବୁ ସଜା ସବୁ ସରିଗଲା। ଏବେ ଆମର ସବୁ ଏଇ ଆମ ଆମ୍ବ ପତ୍ର ମୋ ଭିଣେଇ ବାବୁତର ଗୁଛି ଦେଇକି ସୁଲା କାଲି ବତୁରା କଥା, ସୁଲା ବତୁରା ଶୀଘ୍ର ଯାଇକି ମୋ ମନେ ନାହିଁ ରେ, ଟିକେ ବତୁରା ଦେଇକି ଆସରେ। ସବୁ ଖୁଡ଼ି ଭାଉଜ ଆଉ ମାଉସୀ ସମସ୍ତେ ଆସି ପିଇସି ସମସ୍ତେ ଏଠି ପନିପରିବା କାଟୁଛନ୍ତି। ମୋ ମାଆର ମୋ ଦାଦାଙ୍କର ସାନ ଦାଦାଙ୍କର ଝଗଡ଼ା ଲାଗିଲାଣି ହେଲା। ସମସ୍ତେ ମଜାମସ୍ତି ଚଲେଇଛନ୍ତି। ଯାହା ହଉ ଏ ସମସ୍ତେ ଏକଜୁଟ ହେଇଛନ୍ତି ସମସ୍ତେ ଆମ ଘର ପ୍ରତିଷ୍ଠାରେ। ଆଉ ଏପଟେ ନନା ଆମର ସବୁ ଗୁଛାଗୁଛି ଚଲେଇଛି ଯେଉଁ ହୋମ ପୋଡ଼ା ହେବା ପାଇଁ। ଆଉ ବାବାଙ୍କୁ କ'ଣ କହୁଛନ୍ତି, ଆଉ ସେସବୁ ଚାଲିଛି ସବୁ। ଏପଟରେ ଆମ ସିଦ୍ଧ ଦାଦା ଆମର ଏଠି ରୋଷେଇ ପାଇଁ ପ୍ରସ୍ତୁତ କରିସାରିଲେଣି। ତାଙ୍କର ଧୂପ ଦିଆ ଚାଲିଛି। ଆଉ ସରିଗଲା ପରେ ତାଙ୍କର ରୋଷେଇ ଆରମ୍ଭ ହେଇଯିବ ଏବେ। ଆଉ ବାପା ମୋତେ କହୁଥିଲେ ଯେ କି ତୁଳସୀ ଗଛ ଗୋଟେ ନେଇକି ଆସିନି, ମୁଁ ତ ନେଇକି ଆଣିପାରିଲିନି। ସେ ଦେଖିଲା ବେଳକୁ ବାପା ତାର କେଉଁଠୁ ଗୋଟେ ଛୋଟ ତୁଳସୀ ଗଛ ଆଣିକି ଲଗାଉଛନ୍ତି। ଆଉ ମାଟି ବାଟି ଦେଇକି ଭଲ କି ସାଇଜ୍ କରି ବାପା ଲଗାଇଦେଲେ ତୁଳସୀ ଗଛ। ଏପଟେ ସବୁ ମସଲା ମସଲି ସବୁ ରେଡ଼ି କରି ରଖିଦେଲେ ଆମର ଭଉଣୀ। ଏପଟେ ଖୁଡ଼ି ଆଉ ମୋ ଭାଉଜ, ମୋ ପିଇସି, ମୋ ମାଉସୀ ସମସ୍ତେ ବସିଛନ୍ତି ପଖାଳ ଖାଇବା ପାଇଁ। ଆଉ ଏପଟେ ଚାଲିଛି ସମସ୍ତେ ପ୍ରସ୍ତୁତ। ବାପା ମନି ଟିକେ ଅନା। ଆଉ ଦେଖିଲା ବେଳକୁ ମୋ ଭଉଣୀ ଏପଟରେ ଝୁଟି ପକାଇ ଦେଉଛି, ତା ଆସୁନି ଯାହେଲେ ବି ସେ ହେଇଯାଉଛି। ଆଉ ଏପଟେ ଆମର ଯେଉଁ ଥାଏ ପ୍ରତିଷ୍ଠା ଟାଇମ୍ରେ ଯେଉଁ ଗାଈକୁ ଖୁଆଇବାକୁ ପଡ଼େ, ସେଥିପାଇଁ ଦାଦା ତାର ଘାସ ଫାସ କାଟୁଛନ୍ତି ହେଲା ଗାଈକୁ ଦେବା ପାଇଁ। ଛୁଙ୍କ ଆମର ଆରମ୍ଭ ହେଇଗଲା। ମନି ତାର ସରି ନାହିଁ ଆହୁରି ଝୁଟି ପକା। ଯାଉ ଆମର କୀର୍ତ୍ତନ ଯେଉଁ ଆମର ଆସି ଘରେ କୀର୍ତ୍ତନ କରିବା ଯେଉଁ ଜେଜେ ସବୁ ଆସିଗଲେ, ଆସିକି ସବୁ ଆରମ୍ଭ କରିଦେବେ କୀର୍ତ୍ତନ। ମୋ ମା ଧାନ ନେଇକି ଠିଆ ହେଇଛନ୍ତି, ମାନେ ଯେଉଁ କଳସ ନେଇଯାଇଛନ୍ତି ପାଣି ଉଠାଇବା ପାଇଁ ପୋଖରୀକୁ ନନା। ଆଉ ବାପା ଯାଇଛନ୍ତି ସେଠି କଳସ ଉଠା ହେଉଛି ହେଇ। ଆଉ ଏଇଠୁରୁ ଗଲେ ସେଠି ନନାଙ୍କର ପାଦ ଧୁଆ ହେଇକି ଭିତରକୁ ଯିବେ। ନନା ଗୋଟେ କ'ଣ ଫୁସ୍ ଫୁସ୍ ବାପାଙ୍କ କାନରେ କହିଦେଲେ। ଯାହା କୀର୍ତ୍ତନ ପୁରା ଜୋରଦାର କରିକି ଆସିଛନ୍ତି ପୁରା ଆମର ଜେଜେ ସବୁ। ଆମ ଗାଁର କୀର୍ତ୍ତନ ସବୁ କରୁଛନ୍ତି। ଆଉ ବହୁତ ବଢ଼ିଆ କୀର୍ତ୍ତନ କରନ୍ତି ଜେଜେ ସବୁ। ମା ନନାଙ୍କ ପାଦ ଧୋଇ ଦେଉଛନ୍ତି। ଭିତରକୁ ସବୁ ପ୍ରବେଶ କଲେ କି ଦେଖିପାରୁଥିବେ ସାଙ୍ଗମାନେ ଘର ପ୍ରତିଷ୍ଠାରେ କେତେ କ'ଣ ମାନେ କାମ କରିବାକୁ ପଡ଼େ। ବାସ୍ ଜେଜେଙ୍କ ମୁଣ୍ଡ ମୁଣ୍ଡ ହଲେଇକି ପୁରା ନାଚି କୁଦେଇ ଦେଲେ ସବୁ ହେଲା। ଆଜି ପୁରା ପୁରା ଜୋରଦାର ପୁରା କୀର୍ତ୍ତନ ଚାଲିଛି ଆମ ଘର ପ୍ରତିଷ୍ଠା ପାଇଁ। ଏପଟର ପନିର ତରକାରୀ ସରିଗଲାଣି, ଅଳ୍ପ ସ୍ୱଳ୍ପ ରହିଛି। ଏପଟେ କ'ଣ ଦାଦା ମୋ ମାମୁଁ କ'ଣ ଝଗଡ଼ା ଲାଗିଲାଣି, କ'ଣ ତାଙ୍କର କହୁଛନ୍ତି କ'ଣ ଟଣାଟଣି ଉଠର ହେଲେଣି। ସାଙ୍ଗମାନେ ମୁଁ
संपूर्ण वीडियो देखा चेष्टा करी आपण मन वीडियो माध्यम मो घर पचिशटा बहुत छोट आकार किंतु बहुत खुशी मजा चलती आम घर किंतु क्या भाई तुम बस बड़ धरणार करनी घर पचिशटा किंतु आम गरीब लोक आम जमी भी छोट मोट कर जहाँ भी करूँ आमपाई बहुत आनंद लगे है सेपटे चलती सांग देखिपे रोषेबास चलती सेपट देखिपे एपटे सब कीर्तन जो जज सब बसुँच मैन गोटे आगे अच्छी चलती जा भर को देखा देखते नना सब प्रस्तुत कर सारे एपटे मो माँ आ मो बापा बंधु मो बापा 2-3 जन कथा होते चलती प्रोग्राम सब बाबा मामा बसीगले पूजारे और नना मंत्र पढ़े चलती यापर आम थाए कि आम जो गौमाता को आणती आम नूतन ग्रह को आमर गौमाता पाद धोई दिखती हलदी पानी पूजा पूजा करती गौमाता को खाया देती से प्रस्तुत आम बर्तमान चली दादा आमर घाटी पका माँ के देते माँ धरती नना चलती दादा नहीं चलती देखिए कौन हो गौमाता आमर बर्तमान पशिले घर चारिपटे सबुआड़े बोले रोचंदी माँ आ गौमाता पशिले नूतन ग्रह रे समस्त कहते बहुत शुभ थाए नना कहते माँ को शीघ्र शीघ्र टे धोई दियो गौमाता पाद टिके आज तक पेट पूरी खाया धान घास सबू माँ तो एत आनी जहाँकि सी खाई चलती पूरा नना बाबा को गोटे कौन कहते जैकि सी कहते कि पछ पाद सेपटे टे धोई दि बाबा जाए शीघ्र शीघ्र धोईदेले एवं बाबा माँ बर्तमान गौमाता को प्रणाम कर हे प्रभु मो बाबा माँ को मो जीवन न जावा पर्यंत मो बाबा माँ को यही रखी था मु पचे आगुरी पलाए कि मो बाबा माँ एमती ही मो पाखे था ये खुशी मजा ही था आम घर एमती संपूर्ण पूर्ण होगी था हस खुशी चलता यह ही मो प्रभु पाखे निकट मोर प्रार्थना सेपट सब खावाई सब बसीगले एपटे मामू दादा बड़ापा समस्त जिते जन सब अच्छा अर्जुन समस्त दबा न कर मो भिणे बाबू से तार पान नहीं बस एपटे सब दबा न चलती समस्त आनंद खाऊँ खोड़ी फोड़ी सब कहते सब मत भोक लगे मत भोक लगे समस्त आगुत बसगले मत कहीं डाकिले बाबा माँ जन रही उपास से खाइबे नना भी बाबा माँ भी दीज कई तो खाइबे और से खाली अली सरबत आ सोला गुंड पानी पीक रही होम जिते न पर्यंत एपटे समस्ते खावा सरे सरे होगला बाबा मामा नना सब आमर तुलसी चौरा पूजा करने बाबा मुंडिया मार्चंती आमर होम सरीगला होम सरला नाना सब ये घर चारिपटे जो सूता बंधा हम से प्रस्तुति मो बड़ भाई भंगा दादा सी कर प्रस्तुति सब चारिपटे आमर से सब दौड़ा फड़ा सब बंधा होगला से तापर आम कलश उठीज आम जो छात उपर जो थाए जो ईशान कोण से आमर कलश बसीगला आमर संपूर्ण पूजा समाप्त हो तो से प्रस्तुत चलती दौड़ा जो सूता गोरेवा व्यवस्था चलती बाबा मामा समस्ते कलश नहीं उठीगले छात उपरको समस्ते उठीगले नना भी जाइए समस्ते पूजा पूजा कर बड़ भाई कहते ये थोई दिया
ସେଇଠି ବାବା ଥୋଇଦେଲେ, ଥୋଇ ଦେଇକି ସେଇଠି ବାନ୍ଧାବନ୍ଧି କରି ପୂଜା କୀର୍ତ୍ତନ ଫୀର୍ତ୍ତନ କରିକି ସେଇଠି ସରିଯିବ। ସାଙ୍ଗମାନେ ଆପଣମାନଙ୍କୁ ଏ ଭିଡ଼ିଓ କେମିତି ଲାଗିଲା ମୋତେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଆପଣଙ୍କୁ ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହିଲେ ସାଙ୍ଗମାନେ, ଜୟ ଜଗନ୍ନାଥ।